ତ ହେ ଗାଇ ଜୟ ଜଗନ୍ନାଥ ସାଙ୍ଗମାନେ ଆପଣଙ୍କୁ ସ୍ୱାଗତ କରୁଛି ଗୋଟେ ନୂଆ ବ୍ଲଗରେ। ବର୍ତ୍ତମାନ ଆଜି ଗୋଟେ ନୂଆ ଏକ୍ସପେରିମେଣ୍ଟ କରିବା, ଯେହେତୁ କାଲି ବ୍ଲଗ ଆସିପାରିନି। ତାପରେ ଆମେ ଆଉ ଗୋଟେ ଜିନିଷ ହଉଛି କଣ, ବ୍ଲଗ କରିବା ପାଇଁ ଆଉ ଯାଇନୁ। କାରଣ ହଉଛି କଣ, ଯେ ଯୋଉ ଜାଗାକୁ ଆମେ ଯିବା ପାଇଁ ଚେଷ୍ଟା କରୁଛୁ ସେ ଜାଗାଟା ଏତେ ଖତରନାକ। ଆମ ଟିମରୁ ଅଲରେଡି 2 ଜଣ, ମାନେ କଣ କହିବି, ସେ ଜାଗାକୁ ଯିବା ପାଇଁ କି ଇଚ୍ଛା ବି କରୁନାହାନ୍ତି। କାହିଁକି ନା ସେ ଆକ୍ଟିଭିଟି ଏତେ ମାତ୍ରାରେ ହଉଛି, ତଥାପି କନଭେନ୍ସ କରିବାର ଜାରି ରହିଛି। ସେ କିଛି ମାତ୍ରାରେ ରାଜି ହେଇଯାଇଛି ଗାଇସ୍। ତ ଦେଖାଯାଉ ସେ କାଲି ନହେଲେ ଆଜି ଯିବା କଥା ଯିବେ। କିନ୍ତୁ ମୁଁ ଗୋଟେ ଜିନିଷ ଦେଖିଲି, ପ୍ରାୟ ଭିଡିଓ ମାଧ୍ୟମରେ ହଉ ବା ବହୁତ ଲୋକ ଏକ୍ସପେରିମେଣ୍ଟ କରୁଛନ୍ତି ବହୁତ କିଛି ଜିନିଷରେ। ତ ମୁଁ ବି ଚେଷ୍ଟା କଲି ଯେ ନା, ଆମେ ବି କିଛି ଗୋଟେ କରିବା, ଦେଖିବା ସେଇ ଜିନିଷ ଟା କେତେ ରିଆଲିଟି ଅଛି, କେତେ କଣ ଅଛି, ସେ ଜିନିଷ ବିଷୟରେ ଦେଖିବା, ଜାଣିବା। ତ ଆଜି ଆମ ପାଖରେ ଅଛି ଗୋଟେ ବୋତଲ। ଇଏ ହଉଛି ଗାଈ କିନ୍ତୁ ନର୍ମାଲ ଜେନୁଇନ ବୋତଲ। ଆଉ ୟା ପରେ ଆମ ପାଖରେ ଅଛି, ଏଇଟା କଣ କରେ, ଖତ, ମାନେ ଗୋବର, ଯୋଉଟା କି ଆମ ଲୋକାଲରେ ଖତରେ ଗାଈ ଗଛରୁ ସେ ଜିନିଷଟା। ଆଉ ଆଉ ଗୋଟେ ଜିନିଷ ହଉଛି ଗୋଟେ ପାଇପ୍। ଏ ପାଇପ୍ କି ଯଦି ଦେଖିପାରୁଥିବେ, 2 ପଟରୁ ମୁଁ ଏଟାକୁ କାଟିକି ଛୋଟ କରିଦେଇଛି। ଯେହେତୁ ଆଉ ଆମେ ଗୋଟେ ଗାଈ ବନେଇବା ଗୋବର ଗ୍ୟାସ, ସେଟା କେମିତି କଣ ପ୍ରୋସେସରେ ହଉଛି, ଚାଲନ୍ତୁ ଷ୍ଟାର୍ଟ କରିବା। ତ ଏଇ ଭିଡିଓରେ ଗାଇଛି, ଏଇ ଛୋଟିଆ ଗୋଟେ ଏକ୍ସପେରିମେଣ୍ଟ ଅଛି, ସେ ଜିନିଷ ଦେଖିବା। ଆଉ ଆର ପ୍ରୋସେସ ଟା ଜାଣନ୍ତୁ। ଆପଣ ବି ଘରେ କୋସିସ କରିବେ, ଆଉ ସବୁ ଜିନିଷ ଘରେ ହିଁ ମିଳିବ। ଚାଲନ୍ତୁ ମତେ ପ୍ରୋସେସ ଟା ଦେଖିବା, କେମିତି କଣ ପ୍ରୋସେସ ଟା ଆର ଚलो। ମାନେ ସେକେଣ୍ଡ ଷ୍ଟେପ ହଉଛି ବୋତଲର ଠିପିଟାକୁ ଆମେ ବର୍ତ୍ତମାନ କଢା କରିବା। ଏମିତି କୌଣସି ଏକ କିଛି ଗୋଟେ ସାହାଯ୍ୟ କରିବା, ବେଶୀ ନାହିଁ, ଛୋଟ ହାଲକା କଢା କରିବା ଗାଇସ୍। ଆଉ ମୁଁ ଏଇ ମାଧ୍ୟମରେ କରିଦଉଛି। ବର୍ତ୍ତମାନ ଦେଖିପାରୁଥିବେ ଇଏ କଣା ହେଇଗଲା। ଆଉ ମୋ ପାଇପ୍ ଯେତିକି ଆକ୍ଚୁଆଲି ମୋଟାଟା ଯେତିକି ଅଛି ପାଇପର, ସେ ପାଇପ୍ ଅନୁସାରେ ଆଗ ମୁଁ କଣା କରିଦେଲି। ଆଉ ଦେଖିପାରୁଥିବେ ଗାଇସ୍, ଆକୁ ବର୍ତ୍ତମାନ ମୁଁ ପାଇପରେ କନେକ୍ଟ କରିଦେଇଛି। ଆଉ ଏଠି ଗ୍ୟାସ୍ ଲିକ୍ ହେଇଯିବ, ପାଇଁ ଫେବିକ୍ୱିକର ଆଶ୍ରୟ ନେବାଟା ଭଲ। ବର୍ତ୍ତମାନ ଏ ଗାଇସ୍ ସେଟ୍ ହେଇଗଲା। ତ ମୋ ପାଖରେ ପୁଟି ଭଳି ଗୋଟେ ଜିନିଷ ଅଛି, ଯୋଉଟା କି ୟା ସାଇଡରେ ଦେଲେ ଭଲସେ ଭିଡ଼ି ଧରିବ। ଦେଖିପାରୁଥିବେ ମୁଁ ଏଇଭଳି କିଛି ଦେଇଦେଲି ଗାଇସ୍, ଯୋଉଟା କି ୟା ଭିତରୁ ଆଉ ଗ୍ୟାସ ଟା ଟୋଟାଲ ଲିକ୍ ହବନି କି ବାହାରକୁ କୌଣସି ହାଲତରେ ବାହାରିବ ନାହିଁ। ଯୋଉଟା ଆମର ଗୋବର ଗ୍ୟାସ ରେ ମେନଲି ଜିନିଷ କାମ କରେ ଏଇ ଜିନିଷଟା।
ଆଉ ଟିକେ ଦେଇଦବା। ତ ବର୍ତ୍ତମାନ ଗାଇଜ ଇଏ ରେଡି ହେଇଗଲା। ଆଉ ନେକ୍ସଟ ପ୍ରୋସେସ କରିବା ଝାଳ ବାସନରେ ଗାଇସି ତାକୁ ବର୍ତ୍ତମାନ ଟିପି ଖୋଲିକି ତାକୁ ଅଲଗା ରଖିଦବା, କାହିଁକି ନା ୟା କାମ ଶେଷ। ଚାଲ ନେକ୍ସଟ ପ୍ରୋସେସ କରିବା ଆମର ଗୋବରକୁ ଗ୍ୟାସରେ ପରିବର୍ତ୍ତନ। ତ ନେକ୍ସଟ ପ୍ରୋସେସ ଆମର ଆରମ୍ଭ କରିଦବା। ଇଏ ହଉଛି ଖତ ଗାଇଜ, ଆକୁ ବର୍ତ୍ତମାନ ଘାଟିବା, ମାନେ ବେଶୀ ପାଣି ଦବାନି, ଟିକେ ମୁଟୁଆ ରହିବ। ତ ତାପରେ ନେକ୍ସଟ ପ୍ରୋସେସ ହବ ହାଲକା ପାଣି ଦେଇଦବା ଆଗ। ଏତିକି ହେଇଯିବ ଗାଇଜ। ଆଉ ଆଉ ଟିକେ ଦେଇଦବା। ତ ବର୍ତ୍ତମାନ ଇଏ ସେଇଭଳିଆ ଦେଖାଯାଉଛି ଗାଇଜ, ଏତିକିର ବହଳିଆ ଅଛି। ତାକୁ ବର୍ତ୍ତମାନ ୟା ଭିତରେ ଭର୍ତ୍ତି କରିବା। ଆଉ କିଛି ନାହିଁ ନା ଭିତରେ, କିନ୍ତୁ ଚେକ୍ କରିବାଟା ଭଲ। ହେଇଯିବ ସେ। ଆମର ତ ସବୁ କୋଶିଶ ବେକାର ଯାଉଛି, ଲାଷ୍ଟରେ ଏଇଭଳି କରିବାକୁ ପଡିବ, କଣ କରିବା। ଆଗ ଆଗ ସବୁ ଲୋକାଲରେ ଗୋବର ଗ୍ୟାସ ମାଧ୍ୟମରେ ରୋଷେଇ ଫୋଷେଇ ଯାହା କିଛି କରୁଥିଲେ, ଗଭର୍ଣ୍ଣମେଣ୍ଟ ବି ତାକୁ କିଛି ମାତ୍ରାରେ ପ୍ରୋତ୍ସାହନ ଦେଇଥିଲା, କିନ୍ତୁ ଲାଷ୍ଟରେ ଆପଣ ଜାଣିଥିବେ ସେ ଯୋଉ ଗୋବରରେ ବନାନ୍ତି କଣ ସେଟା କହନ୍ତି, ମନେ ପଡୁନି, ସେଟା କାନ୍ଥିରେ ଟଙ୍ଗା ଯାଏ। ସେଇ ଜିନିଷ ଟାକୁ ପ୍ରାୟ ଗାଉଁଲି ଲୋକମାନେ ତାକୁ ବ୍ୟବହାର କରୁଥିଲେ। ତ ଏଇଆ ହିଁ ଗୋଟେ ଜିନିଷ ଆମେ ବି ଚେଷ୍ଟା କରୁ, ଆକ୍ଚୁଆଲି ସତରେ କଣ ଗୋବରରେ ଗ୍ୟାସ ତିଆରି ହେଇପାରିବ ନା ନାହିଁ, ଆମେ ବି ଦେଖିବା। ଆଉ ଏତେ ବନେଇବାଟା ବି ଏତେ ସହଜ ନୁହେଁ,
ମାନେ ବନେଇଦେବେ ବହୁତ ଶୀଘ୍ର କିନ୍ତୁ ଟାଇମ ଲାଗିବ ତାକୁ ଗ୍ୟାସରେ ପରିଣତ ହବ। ଆମେ ବର୍ତ୍ତମାନ ତ ପ୍ରୋସେସ ତିଆରି କରୁଛୁ, ପ୍ରୋସେସଟା କିଛି ଏଇଭଳି। ଯୋଉ ଆମ ମାନଙ୍କ ପାଖରେ ଆଉ ଗୋଟେ ପ୍ରୋସେସ ଅଛି କଣ କହିଲେ, ସାଲାଇନ୍ ପାଇପ୍ ଦ୍ୱାରା। ଏ ସାଲାଇନ୍ ପାଇପ୍ ଆପଣଙ୍କ ପାଖାପାଖି ଅଛି, ଆପଣ ସାଲାଇନ୍ ପାଇପ୍ ରେ ବି ବନେଇ ପାରିବେ। ଆଉ ସେଥିରେ କଣ କି ସିରିଜ ମାଧ୍ୟମରେ ଗ୍ୟାସ ଟାକୁ ଆପଣ ମାନେ ଟେମ୍ପରାରି ଦେଖେଇ ପାରିବେ। କେବଳ ଆପଣଙ୍କୁ ଦେଖୁଛି ଟେମ୍ପରାରି। ଆଉ ଚାଲନ୍ତୁ ଆକୁ ବର୍ତ୍ତମାନ ଛେପି ଦେଇକି 2 ରୁ 3 ଦିନ ଏମିତି ରଖିଦବା ପୁରା ସିଲ୍ କରିକି। ଆଉ 2-3 ଦିନ ମଧ୍ୟରେ ପୁଣି ଭିଡିଓ ଆଣିକି ଗ୍ୟାସରେ କେମିତି ପରିଣତ। ତ ବର୍ତ୍ତମାନ ଆକୁ ଆମେ ଅଧା କରିଦେଲେ, ଆଉ ୟାକୁ ଆମେ ମାନେ ଯେତିକି ଏୟାର ଅଛି ଏୟାରକୁ ପୁରା ଏମିତି ଜାକିକି ଟୋଟାଲ ଏୟାର ପକେଇଦବା। ଟୋଟାଲ ଏୟାର ପକେଇ ସାରିଲା ପରେ ଟାଇଟ୍ ମାରିଦବା। ଅଟୋମେଟିକ 2-3 ଦିନ ପରେ ୟାର ଯୋଉ ଗ୍ୟାସ ଟା ବାହାରିବ ସେ ଗ୍ୟାସ କୁ ନେଇକି ଇଏ ଅଟୋମେଟିକ ଫୁଲିଯିବ ଗାଇस। ତ ଏମିତି ଆମେ ଆକୁ ବର୍ତ୍ତମାନ ଠିପି ପୁରା କ୍ଲୋଜ କରିଦବା। ଇଏ ବର୍ତ୍ତମାନ ରେଡି ହେଇଯାଇଛି ଗାଇस। ଆକୁ ବି ସିଲ୍ କରିଦବା। ତ ବର୍ତ୍ତମାନ ଇଏ ସିଲ୍ ହେଇଗଲା ଗାଇस। ଆଉ ଇଏ ବି ସିଲ୍ ହେଇଗଲା। ଆଉ ଦେଖିପାରୁଥିବେ ଆଉ ଟୋଟାଲ ସିଲ୍ ହେଇଯାଇଛି। ଆଉ ଆକୁ ବର୍ତ୍ତମାନ ଏଇ ପ୍ରୋସେସ ରେ 2 ରୁ 3 ଦିନ ପର୍ଯ୍ୟନ୍ତ ଆମେ ଏମିତି ରଖିଦବା। ତାପରେ ୟାକୁ ଓପନିଂ କରିବା। ଇଏ କେମିତି କଣ ଗ୍ୟାସ
ଲିକ୍ ହଉଛି ବା ଗ୍ୟାସ୍ କେମିତି ତିଆରି ହଉଛି ତାର ପ୍ରୋସେସଟା ଜାଣିବା। ବର୍ତ୍ତମାନ ପାଇଁ ଇଏ ପ୍ରୋସେସ ଏତିକି ରହିଲା। ଆଉ ନେକ୍ସଟ ଜିନିଷ ହଉଛି ଯେହେତୁ ୟା ବିଷୟରେ ଜଣେ ଆକ୍ଚୁଆଲି ମୁଁ ପ୍ରାୟ ଭିଡିଓରେ ଦେଖିଛି ପ୍ରାୟ ଲୋକ ଏକ୍ସପେରିମେଣ୍ଟ କରୁଛନ୍ତି, ତ ମୁଁ କହିଲି ଯେ ମୁଁ ବି ଏକ୍ସପେରିମେଣ୍ଟ କରିବି ଏଇ ବିଷୟରେ ଗୋବର ଗ୍ୟାସ କେମିତି ତିଆରି ହଉଛି ତାର ପ୍ରୋସେସଟା କଣ। ପ୍ରୋସେସ ତ ଆପଣ ଦେଖିଲେ, আর ରହିଲା ଫାଇନାଲ ଷ୍ଟେଜ। ଫାଇନାଲ ଷ୍ଟେଜ 2-3 ଦିନ ପରେ ମୁଁ ଆପଣଙ୍କୁ ଦେଖୁଛି ତାର ଫାଇନାଲ ଷ୍ଟେଜଟା କେମିତି କଣ ଆସିଛି। ତ ଦେଖା ହବ ଚାଲ ଠିକ 3 ଦିନ ପରେ।